ବାଇଗଣର ଦୁଇ ପ୍ରକାର ରେସିପି ନା କେବେ ବନେଇଥିବେ ନା କେବେ ଖାଇଥିବେ। ତ ଦୁଇଟି ଯାକ ଜବରଦସ୍ତ ରେସିପି ରହିଛି। ତ ସେଥିପାଇଁ ଆମକୁ ଦରକାର ଗୋଟେ ମାତ୍ର ବାଇଗଣ, ଟିକେ ବଡ଼ ସାଇଜର। ଏମିତି ବାଇଗଣ ହେଲେ ପୁରା ପରଫେକ୍ଟ ହେଇଯିବ ଆଜିର ରେସିପି ପାଇଁ। ରେସିପି ପସନ୍ଦ ଆସିଲେ ନିଶ୍ଚୟ ଭାବରେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିନେବେ। ଫେସବୁକରେ ଦେଖିଥିଲେ ଫଲୋ କରିନେବେ। ତ ବାଇଗଣକୁ ଆମେ ଗୋଲ ଗୋଲ ସେପ୍ରେ ଟିକେ ମୋଟା ମୋଟା ରଖିକି କାଟି ନେବା। ବାଇଗଣ ବହୁତ ଜଣଙ୍କୁ ପସନ୍ଦ ମଧ୍ୟ ନଥାଏ, କିନ୍ତୁ ଆଜିର ରେସିପି ଦେଖିଲା ପରେ ଦେଖିବେ ସମସ୍ତେ ବାଇଗଣ ଖାଇବା ପାଇଁ ପସନ୍ଦ କରିବେ। ତ ଏଇ ବାଇଗଣକୁ ଗୋଟେ ପ୍ଲେଟକୁ ମୁଁ ଟ୍ରାନ୍ସଫର କରିନେଲି। ଆଉ ସେଥିରେ ଲୁଣ ଦେଇ ଦେଉଛି। ବର୍ତ୍ତମାନ ଲୁଣ ଦେଇକି ଭଲ ଭାବରେ ତାକୁ ଟିକେ ଭଲ ଭାବରେ ମଖେଇ ନେବା ଦି ସାଇଡକୁ, ଯେମିତି ଲୁଣଟା ଆମର এবଜର୍ବ ହେଇଯିବ ବାଇଗଣ ଭିତରକୁ। ଟିକେ ସମୟ ପରେ ଦେଖିବେ ବାଇଗଣ ଉପରେ ପୁରା ପାଣି ପାଣି ହେଇଯାଇଛି। ତ ସେ ପାଣିଟାକୁ ଆମେ ଗୋଟେ ଟିସ୍ୟୁ ପେପର ସାହାଯ୍ୟରେ ଏମିତି ପୋଛି ନେବା। ବାଇଗଣର ଏଇ ଯୋଉ ପାଣିଟା ସେଟା ପୋଛି ନେଲେ ରେସିପିଟା ଆଉ ଟିକେ ଭଲ ହବ। ସେଥିପାଇଁ ବାଇଗଣଟିକୁ ପୋଛିଦେବା। ତାପରେ ଗୋଟେ ବଡ଼ ସାଇଜର କ୍ୟାପ୍ ନେବା, ଯେକୌଣସି ବଟଲର କ୍ୟାପ୍। ତାପରେ ତାର ମଝି ଅଂଶଟାକୁ ଏମିତି ବାହାର କରିନେବେ। ସେ ମଝି ଅଂଶରେ ମଧ୍ୟ ଆମର ଗୋଟେ ରେସିପି ହବ। ତ ସେଥିପାଇଁ ତାକୁ ବାହାର କରିନେଲି ଏବଂ ଏଇ ସାଇଡ ପାର୍ଟର ସେଇଟା ଆଉ ଗୋଟେ ରେସିପି ହବ। ସବୁ ଗୁଡ଼ିକ ମୁଁ ଅଲଗା ଅଲଗା କରିନେଇଛି ବର୍ତ୍ତମାନ। ଏବେ ଚାଲନ୍ତୁ ଗୋଟେ ଘୋଳ ପ୍ରସ୍ତୁତ କରିନେବା। ସେଥିପାଇଁ 2 ରୁ 3 ସ୍ପୁନ୍ ଆମେ କର୍ଣ୍ଣଫ୍ଲୋର ଦେଇନେବା। ସ୍ୱାଦ ଅନୁଯାୟୀ ଲୁଣ ଏବଂ ଅଳ୍ପ ପାଣି ଦେଇକି ୟାକୁ ଗୋଟେ ବେଟର ପ୍ରସ୍ତୁତ କରିନେବା। ଟିକେ ପତଳା ବେଟରଟି ହବ ଯେମିତି। ତ ଏବେ କିଛି ଗୋଟେ ପ୍ଲେଟରେ ମୁଁ ବ୍ରେଡ କ୍ରମ୍ସ ମଧ୍ୟ ନେଇ ନେଇଛି। ସେଥିରେ ଟିକେ ଲଙ୍କା ଗୁଣ୍ଡ ଏବଂ ହଳଦୀ ଗୁଣ୍ଡ, ତା ସହିତ ଗରମ ମସଲା ଏଡ୍ କରିନେଇଛି। ଏବେ ଦେଖନ୍ତୁ ଯେଉଁ ବାଇଗଣର ସାଇଡ ପାର୍ଟଟା ଥିଲା ତାକୁ ହିଁ ସେଇ ବେଟରରେ ଆମେ ଡିପ୍ କରିବା। ତାପରେ ଯେଉଁ ଆମର ରହିଛି ବ୍ରେଡ କ୍ରମ୍ସରେ ମଧ୍ୟ ତାକୁ ଭଲ ଭାବରେ ଘଷି ଘଷିକି ତାକୁ କଟ୍ କରିନେବେ। ଏବେ ସବୁ ଗୁଡ଼ିକ ବାଇଗଣ ରେଡି ହେଇଗଲାଣି। ଏବେ ଗୋଟେ ତାୱା ବସେଇ ନେବା। ତାୱାରେ ଆମେ ତେଲ ଦେଇନେବା। ଆପଣ ଚାହିଁଲେ ୟାକୁ ଫ୍ରାଏ ମଧ୍ୟ କରିପାରିବେ, କିନ୍ତୁ ମୁଁ ତାୱାରେ ଅଳ୍ପ ତେଲ ଦେଇକି ୟାକୁ ବନେଇ ନେଉଛି। ଏମିତି ଅଳ୍ପ ତେଲରେ ମଧ୍ୟ ଏଇଟା ବଢ଼ିଆ ଭାବରେ ବନିପାରିବ। ତ ସବୁ ଗୁଡ଼ିକ ଦେଇ ସାରିଲା ପରେ ୟାକୁ ଘୋଡ଼େଇ ନେବା ଆମେ। ତ ଟିକେ ସମୟ ପରେ ତାକୁ ପୁଣି ଓଲଟେଇ ନେବା। ଦି ସାଇଡକୁ ଆମର ଭଲ ଭାବରେ କ୍ରିସ୍ପି ହେବା ଦରକାର। ତ ସେଥିପାଇଁ ଗୋଟେ ପ୍ୟାନରେ ଆପଣ ଯଦି ଟିକେ ବେଶୀ ତେଲ ଦେଇକି ମଧ୍ୟ ୟାକୁ ଫ୍ରାଏ କରିପାରିବେ। ଏବେ ଆଉ ଗୋଟେ କଢ଼େଇରେ ଦେଖନ୍ତୁ ମାତ୍ର ସେମିତି 1 ସ୍ପୁନ୍ ହିଁ ତେଲ ଦେଲି। ତାପରେ ଯେଉଁ ବାଇଗଣର ଭିତର ପାର୍ଟଟା ଥିଲା ନା, ସେଗୁଡ଼ିକ ବର୍ତ୍ତମାନ ଦେଇ ନେଉଛି। ତେଲ ସହିତ ଭଲ ଭାବରେ ତାକୁ ମିଶେଇ ସାରିଲା ପରେ ଏବେ ୟାକୁ ଘୋଡ଼େଇ ନେବା। ଘୋଡ଼େଇକି ସଫ୍ଟ ହେବା ପାଇଁ ଛାଡ଼ିବା। ଏଥିରେ ଆମେ ଲୁଣ ଦେବା ନାହିଁ, ଯେହେତୁ ଆମେ ବାଇଗଣରେ ପ୍ରଥମରୁ ଲୁଣ ଦେଇଥିଲେ ପିସ୍ଟି ବାହାର କରିବା ପୂର୍ବରୁ। ଏବେ ସିଝିଗଲା ପରେ ତାକୁ ଭଲ ଭାବରେ ଏମିତି ମ୍ୟାସ୍ କରିନେବା। ଏବେ ସେଇ କଢ଼େଇରେ ଆଉ 1 ସ୍ପୁନ୍ ତେଲ ଦେଇ ଦେଉଛି। ସେଥିରେ ମୁଁ ଟିକେ ଜିରା, ଟିକେ ସୋରିଷ ଦେଇ ଦେଉଛି ଏବଂ ଶୁଖିଲା ଲଙ୍କା, ଟିକେ ହଳଦୀ ଗୁଣ୍ଡ ଦେଇଦେବା, ଲଙ୍କା ଗୁଣ୍ଡ ଟିକେ। ତାପରେ ଭଲ ଭାବରେ ୟାକୁ ମିଶେଇ ନେବା ସବୁକୁ। ଏଠି ଯେଉଁ ଛୁଙ୍କଟା ପଡ଼ିଲା ତ ସେ ବାଇଗଣର ଟେଷ୍ଟଟା ବହୁତ ବଢ଼ିଆ ଲାଗିବ। ବର୍ତ୍ତମାନ ୟାକୁ କ'ଣ କରିବା, ଆମେ ଦେଖନ୍ତୁ ଏଠି ଗୋଟେ ଗିନା ମୁଁ ନେଇଛି ଦହିକୁ ଗୋଟେ ବଡ଼ ଜାଗାକୁ ମୁଁ ଟ୍ରାନ୍ସଫର କରିନେଉଛି। ଏବେ ସେଇ ଦହିରେ ବର୍ତ୍ତମାନ ଯେଉଁ ବାଇଗଣର ଆମେ ବନେଇଥିଲେ ସେଇଟାକୁ ଏଡ୍ କରିବା। ସମ୍ପୂର୍ଣ୍ଣ ଭାବରେ ନୂଆ ରେସିପି, ଆପଣ ସମସ୍ତେ ଟ୍ରାଏ କରିବେ, ଦେଖିବେ ବହୁତ ହି ଭଲ ଲାଗିବ ଖାଇବା ପାଇଁ। ଲୁଣ ଦେଇଦେଲି ଏବଂ ଟିକେ ଚାଟ ମସଲା ଦେଇଦେଲି। ପୁରା ଚଟପଟା, ଏଇଟା ଯେଉଁ ରାଇତା ଭଳିଆ ହେବ ନା, ବାଇଗଣର ରାଇତା ଏଇଟା କହିପାରିବେ। ଏବଂ ଖାଇବା ପାଇଁ ପୁରା ଜବରଦସ୍ତ ଲାଗିବ। ଏଇ ଗୋଟେ ତରକାରୀ ଦେଇକି ଆପଣ ଭାତ, ପୁରା ଗରମ ଭାତ ହେଇଥିବ ନା, ପୁରା ଉଡ଼ିଯିବ। ୟାକୁ ଘୋଡ଼େଇକି ରଖିନେବା। ସେପଟେ ଚାଲନ୍ତୁ ଦେଖିବା ବାଇଗଣ ମଧ୍ୟ ଆମର ହେଲାଣି କି ନାହିଁ। ବହୁତ ବଢ଼ିଆ ଭାବରେ ହେଇଗଲାଣି, କ୍ରିସ୍ପି କ୍ରିସ୍ପି। ତ
तो या टिके रही रही करने पड़ो जदि तावारे करुँच तो बैगण को एमती ने से माने दही बैगण भितर डिप करके खाई पारे भात सहित पूरा जबरदस्त लगे। दुईटी जाक रेसिपी निश्चय बनातु घर लोक खातु समस्त बहुत ही पसंद करेंगे। तो फ्रेंड्स आज रोचे पुणी देखा अन्य वीडियो रे बाय बाय।